ରାସ୍ତା ନେଉଛି ଜୀବନ। ମାଝିଗୁଡାଠାରୁ ଇନ୍ଦ୍ରାବତୀ ରାସ୍ତା ମଝିରେ ରହିଥିବା ଗଛ ନେଉଛି ନିରୀହ ଲୋକଙ୍କ ଜୀବନ। ଦର୍ଶକ ବନ୍ଧୁ, ଏହି ଦୃଶ୍ୟଟିକୁ ଭଲ ଭାବରେ ଦେଖନ୍ତୁ। ନୂତନ ଭାବରେ ଏହି ସଡ଼କ ମଝିରେ ରହିଛି କଟାଯାଇଥିବା ଖେଣ୍ଟା ଗଛ, ଯେମିତି ମୃତ୍ୟୁକୁ ଚାହିଁକି ବସିଛି। ଦର୍ଶକ ବନ୍ଧୁ, ଆମେ କହୁଛୁ ନବରଙ୍ଗପୁରଠାରୁ ଇନ୍ଦ୍ରାବତୀ 44 କିଲୋମିଟର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଦ୍ରାବତୀଠାରେ ପର୍ଯ୍ୟଟନ ସ୍ଥଳୀ ଘୋଷଣା ହେବା ପରେ ନବରଙ୍ଗପୁରଠାରୁ ଇନ୍ଦ୍ରାବତୀ ପର୍ଯ୍ୟନ୍ତ ସଂକୀର୍ଣ୍ଣ ସଡ଼କକୁ ପ୍ରଶସ୍ତୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଡ଼କ ପ୍ରଶସ୍ତି ହେଲା ସତ, କିନ୍ତୁ ପ୍ରଶାସନର ଅବହେଳାରେ ରହିଗଲା ରାସ୍ତା କଡ଼ରେ କଟାଯାଇଥିବା ଖେଣ୍ଟା ଗଛ, ଯାହାକି ନେଉଛି ସାଧାରଣ ଜୀବନ। ଆସନ୍ତୁ ଯିବା ଆମ ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ପାର୍ଥ ହରିଚନ୍ଦନଙ୍କ ପାଖକୁ ଶୁଣିବା କଣ ସାଧାରଣ ଲୋକଙ୍କ ପ୍ରତିକ୍ରିୟା। ଦୁଃଖ ଚାରା ଝିଅ ମୁଁ କେନ୍ତିକିନା ପଶିବି ସେଟା ତ ମୁଇଁ ଦୁଃଖ ଜଣାଇବି ଆହୁରି ଏମିତି ଚାରିଟା ଛୁଆ ପୁଅ ଧରିକିନା କୋଉଠି ଯାଇକିନା ଥିବି ସେ ଦୁଃଖ ତ ବୁଝବେ ତାଙ୍କେ ଆରି ମୋର ଝିଅ ପୁଅ କାନ୍ଦି କାନ୍ଦି ଅଛନ୍ତି କାଲି ତାଙ୍କୁ ସେଟା କିଏ ବୁଝବେ ସେ ସରକାର ନ ବୁଝିଲେ କିଏ ବୁଝବେ ସେ କଥା ଆରି ଆମର କଥା ଆମକୁ ଏତିକି ପଇସା ବିଧବା କରିଦେଇଛନ୍ତି ଆମକୁ ବିଧବା ଏବେ ଟାଇମ୍ ଆମର ଅଛି କି ସାର୍ ଆମେ ବିଧବା ହେଇଛୁ ଚାଟା ଛୋଇ ପିଲା ଗୋଟେ ଥିଲା ଆମକୁ ଖୋଜିକି ଖାଉଥିଲୁ ସାର୍ ଏବେ କୋଟିଟା ଖାଇବୁ ସାର୍ ଆମେ ଟିକେ କୁହନ୍ତୁ ଆପଣ ପୁଅ ଝିଅ ପଢୁଛନ୍ତି ପଇସା ପତ୍ର ବାଳ ବୋଲେ ବି ଭାବି ସାର୍ ସେଠି ଦେଖିନା আর জনে বার চাল বাটা পরে মা পরে বাবা পরে মুই খোঁজিয়া তাকে পোষবার অছি স্যার মুই জোরে ইচ্ছা করলে সিটি যাই পারবি স্যার মতো বড় ন্যায় দরকার স্বামী বিনা মুই রই পারবি নাই স্যার ମୋ ସ୍ୱାମୀ ମତେ ଛାଡିକିନା ଛାଡି ଯାଇଛି ସାର୍ ବି ତମର ମତେ ମା ନାହିଁ ବାପା ନାହିଁ ମୋ ସ୍ୱାମୀ ପାଇଁ ମରିଥିଲି ସାର୍ ମୋ ସ୍ୱାମୀ ରାଜ୍ୟ ସରକାର ଆଉ କେନ୍ଦ୍ର ସରକାର ଧନ୍ୟବାଦ ଦଉଛି ଯେ ଆମର ମାଝିଗୁଡାରୁ ଇନ୍ଦ୍ରାବତୀ ରାସ୍ତାଟା ପ୍ରଶସ୍ତୀକରଣ ଯୋଜନା ଆଣିଥିବାରୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ। ଯେ ବାକି କଣ ହଉଛି ସେ ରାସ୍ତାରେ ଯୋଉ ଗଛ କଟା ହଉନାହିଁ, ଆମେ ଗଛ କଟା ହଉନାହିଁ, ସେ ଗଛ ନ କଟା ହଉଥିବା ହେତୁରୁ ଆମର ଏଇଠି ବହୁତ ଧନ ଜୀବନ ହାନି ହଉଛି। ତ ଆମେ ଚାହୁଁଛୁ ଯେମିତି କି କଣ କଟକଣା ଅଛି ଆମେ ସେଇଟା ତ ଜାଣିପାରୁନୁ, ଯେ ବାକି ଆମର ଯୋଉ ରାସ୍ତା ସାଇଡରେ ମାନେ ଯୋଉ ଗଛ ଅଛି ସେ ଗଛ ଯାକ ଯଦି କାଟି ଦିଆଯାଇଥାନ୍ତା ତାହେଲେ ଆମର ଧନ ଜୀବନ ହାନି ହେବା ଠାରୁ ଆମକୁ ସୁରକ୍ଷା ମିଳିଥାନ୍ତା। ଆମର ଏଇଠି କୁର୍ଲୁଘାଟିରେ ରାସ୍ତା ମଝିରେ ବହୁତ ଗୁଡାଏ ଗଛ ରହିଯାଇଛି। ତ ଆଜ୍ଞା ସେଇଟା ରାସ୍ତା ସାନ ଥିଲା ବେଳକୁ ଯୋଉଟା ଲଗା ହେଇଥିଲା ଏବେ ପୁରା ସେଇଟା ରାସ୍ତା ମଝିକୁ ହେଇଯାଉଛି। ତ ଏବେ ରିସେଣ୍ଟଲି ଏବେ ଆମର ଏଇଠି ଗୋଟେ ଆକ୍ସିଡେଣ୍ଟ ହେଇକି ଜଣଙ୍କର ଜୀବନ ହାନି ହେଇଯାଇଛି। ତ ଆମେ ତେଣୁକରି ଚାହୁଁଛୁ ଯେମିତିକି ଆଗକୁ ଆହୁରି ନ ହଉ ଶୀଘ୍ର ଶୀଘ୍ର ଗଛ କଟା ଯିବା ପାଇଁ ଆମେ ଅନୁରୋଧ କରୁଛୁ ଗ୍ରାମବାସୀ। ମାଝିଗୁଡାରୁ ଇନ୍ଦ୍ରାବତୀ ରାସ୍ତା ହେଲାରୁ ଆମେ ବେଶୀ ଖୁସି ଥିଲୁ, କିନ୍ତୁ ଏବେ ଡର ଲାଗୁଛି ସେ ରାସ୍ତାରେ ଯିବା ଆସିବା ପାଇଁ ଯେ କେତେବେଳେ କାହାର ଜୀବନ ଯିବ ତାର ଠିକ ଠିକଣା ନାହିଁ। ଯେହେତୁ ସେ ଗଛ ଯାକ ଅଛି ରାସ୍ତା ମଝିରେ ଇଲେକ୍ଟ୍ରିକ ପୋଲ ଯାକ ଅଛି, ରାସ୍ତା ମଝିରେ ସେ ପାଣି ପାଇପର ଭଲ୍ଭ ଯାକ ଦେଇଛନ୍ତି, କେତେବେଳେ ଜୀବନ ଯାଉଛି ତାର ହିସାବ ନାହିଁ। ତେଣୁକରି ସେ ରାସ୍ତାରେ ଏବେ ଯିବା ଆସିବା ପାଇଁ ଆମେ ଡରୁଛୁ। ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ପାର୍ଥ ହରିଚନ୍ଦନଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।